ଯେ ବଲାଙ୍ଗୀର ପବ୍ଲିକ ସ୍କୁଲର ଇତିମଧ୍ୟରେ ବହୁତ ଉନ୍ନତି କରିଛି। ଆହୁରି ଖୁସିର ବିଷୟ, ମୁଁ ତ ଅନୁରୋଧ କରୁଥିଲି ଅନ୍ତତଃ 30% ସିଟ୍ ସଂରକ୍ଷିତ ରହୁ ବୋଲିକରି, କିନ୍ତୁ କର୍ତ୍ତୃପକ୍ଷ ମୋତେ କହିଛନ୍ତି 50% ସଂରକ୍ଷିତ ଅଛି। ଅତଏବ ନାରୀ ଶିକ୍ଷା ବିନା କୌଣସି ଅଞ୍ଚଳ ଉନ୍ନତି ଅସମ୍ଭବ ଏବଂ ଶିକ୍ଷାର ବିକାଶ ଲାଗି ଯାହା ଯାହା କରିବା କଥା ସେଗୁଡ଼ାକ ଏଇ ଅନୁଷ୍ଠାନ କରିଛି। କେବଳ ଗୋଟିଏ କମି ଅଛି, ସେଟା ହେଉଛି ଖେଳ ପଡ଼ିଆ ପାଇଁ ଜାଗା ତ ପାଖରେ ନାହିଁ, କିନ୍ତୁ ଯୋଉଠି ହଉ ଖେଳ ପଡ଼ିଆ ବ୍ୟବସ୍ଥା କଲେ ଭଲ ହେବ ବୋଲିକରି ମୁଁ ଏବଂ ଇତିହାସକୁ ଉଦାହରଣ ଦେଇକରି ମୁଁ କହିଛି ଶିକ୍ଷାର ବିକାଶ ହେଲା ବେଳେ ଏ ରାଜ୍ୟ କେମିତି ବିକାଶ ହେଇଥିଲା। ପୂର୍ଣ୍ଣଚନ୍ଦ୍ର ରଥଙ୍କର ଇତିହାସ ବହିରୁ ଜଣାପଡ଼ୁଛି 900 ବର୍ଷ ତଳେ ଏ ଅଞ୍ଚଳରେ ଗଣତନ୍ତ୍ର ଶାସନ ଥିଲା। ଲୋକେ ନିର୍ବାଚିତ କରିକରି ତାଙ୍କର ପ୍ରତିନିଧି ପଠାଉଥିଲେ। ଖାଲି ସେତିକି ନୁହେଁ, ଲୋକଙ୍କର ଅଧିକାର ଥିଲା ମଧ୍ୟ ଯଦି କୌଣସି ଶାସନକର୍ତ୍ତା ଉପରେ ସେମାନେ ବିଶ୍ୱାସ ଜୁଟାଇ ଦେଉଥିଲେ ତାଙ୍କୁ ସେମାନେ ଫେରେଇ ବି ନେଇ ପାରୁଥିଲେ, ଯୋଉଟା ବର୍ତ୍ତମାନ ଭାରତର ସମ୍ବିଧାନରେ ମଧ୍ୟ ନାହିଁ। ତାମାନେ କେତେ ଦୂରଦର୍ଶୀ ଥିଲେ ସେମାନେ। ଏଇଠି ରାଣୀପୁର ଝରିଆର ଗନ୍ଧମାର୍ତ୍ତନରେ 2ଟା ବିଶ୍ୱବିଦ୍ୟାଳୟ ଥିଲା। ଆଜି ଆମେ ବିଦେଶକୁ ପଢ଼ି ଯାଉଥିଲୁ, କିନ୍ତୁ ହୁଏନସାଂ ଚୀନର ପରିବ୍ରାଜକ କହିଛନ୍ତି ବିଦେଶରୁ ଲୋକ ଏଠିକି ପାଠ ପଢ଼ି ଆସୁଛନ୍ତି। ଯଦି ଏ ଅଞ୍ଚଳ ହୁଏନସାଂକୁ ଆକର୍ଷିତ କରିଥିଲେ ଆପଣ ଭାବନ୍ତୁ କେତେ ଉନ୍ନତି କରିଥିବ। କିନ୍ତୁ ଯେତେବେଳେ ରାଜତନ୍ତ୍ର ଆସିଲା ପୂର୍ଣ୍ଣଚନ୍ଦ୍ରଙ୍କ ରଥଙ୍କ ଭାଷାରେ, ମୋ ଭାଷାରେ ନୁହେଁ, ସେହି ସମୟରେ ଧୀରେ ଧୀରେ ଏ ଅଞ୍ଚଳର ଅବନତି ହେଲା ଏବଂ ଆଜି ସେଟା ଚରଣ ସୀମାରେ ପହଞ୍ଚୁଛି। ମତେ ପିଲେ କେମିତି ରାଜତନ୍ତ୍ର ତ ଉଠି ଯାଇଛି, କିନ୍ତୁ ରାଜତନ୍ତ୍ର ମନୋଭାବ ମଧ୍ୟ ବର୍ତ୍ତମାନ ଅଛି। ଯଦି ସ୍କୁଲ ମାନଙ୍କରେ ଏ ପାଠ୍ୟକ୍ରମ ପଢ଼ାଯାଇ ପାରନ୍ତା ଯେ ଗଣତନ୍ତ୍ର ଶାସନ ଉପଯୁକ୍ତ ଶାସନ, ରାଜତନ୍ତ୍ର ଚିନ୍ତାଧାରା ଯୋଉମାନଙ୍କର ଅଛି ସେମାନଙ୍କୁ ଶାସନକୁ ଆଣିବା କଥା ନୁହେଁ। ମୁଁ ଆଶା କରୁଛି ଏଇ ସ୍କୁଲରେ ଆହୁରି ଭଲ ଛାତ୍ର ବାହାରନ୍ତୁ। 91% ଉପରେ ପିଲା ଯଦି ମାର୍କ ପାଇଛନ୍ତି, ଖାଲି ସେତିକି ନୁହେଁ, ଛାତ୍ରୀମାନେ ସେଥିରୁ ଅଧିକା ପାସ୍ କରିଛନ୍ତି, ବେଶୀ ସଂଖ୍ୟକ ମାର୍କ ରଖି ମତେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କର୍ତ୍ତୃପକ୍ଷ ଏସବୁ ଉପରେ ଧ୍ୟାନ ଦେବେ ବୋଲିକି ମୋର ଆଶା। ସଫଳତାର ମନ୍ତ୍ର ହଉଛି ନିଜକୁ କେବେ ସେମାନେ ଛୋଟ ବୋଲି ଭାବିବେ ନାହିଁ, ତାଙ୍କ ହାତରେ ପାଠ ପଢ଼ା ହବ ବୋଲି ଭାବିବେନି। ସେମାନେ ସବୁବେଳେ ଭାବିବା ଉଚିତ ଯେ ମୁଁ ବି କାହାଠାରୁ କମ୍ ନୁହେଁ ଏବଂ ଯଦି ଶିକ୍ଷା ଉପରେ ସେମାନେ ଧ୍ୟାନ ଦେବେ ନିଶ୍ଚିତ ଭାବରେ ତାଙ୍କର ଭବିଷ୍ୟତ ଉଜ୍ଜଳ ହେବ ଏବଂ ସେମାନେ ଖାଲି ଚାକିରି ନୁହେଁ, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ। ଘରକୁ ଆସନ୍ତି ଲକ୍ଷ୍ମୀ ଯଦି ବାଛନ୍ତି ଅସଲି ଲଙ୍ଗଳ ମାର୍କା ହିନ୍ଦୁସ୍ତାନ ସେଟ୍ସ। 1945 ମସିହାରୁ ଚାଷୀଙ୍କ ସେବାରେ ହିନ୍ଦୁସ୍ତାନ ସେଟ୍ସ ଟିଟଲାଗଡ଼। महावीर हायर सेकेंडरी स्कूल पुणीतला बलांगीर 2014 आरंभ होइछि। एठारे उभय आर्ट्स एंड साइंस रो व्यवस्था रहिछि। एठारे बोथ बॉयज एंड गर्ल्स का हॉस्टल सुविधा रहिछि। उक्त कॉलेज रे अभिज्ञ अध्यापक और अध्यापिका शिक्षादान करंती। एठारे कोचिंग क्लास रो मध्य सुविधा रहिछि। प्रतिदिन संध्या समय रे स्टडी हावर रखा जाइछि। विशुद्ध एवं ठंडा पानी जलर सुविधा रहिछि। प्रतिमास मंथली एग्जाम अनुष्ठित होता है। यार रिजल्ट अभिभावक मानकु सूचित करा जाय। हॉस्टल रे दैनिक 4 बेला पुष्टिकर खाद्य प्रदान करा जाय।
एक्स्ट्रा करिकुलर एक्टिविटीज मध्य अनुष्ठित हुए। छात्र छात्री मानक नैतिक मूल्यबोधर वृद्धि निमित्त नैतिक शिक्षा प्रदान करा जाय। कंप्यूटर क्लास मध्य नियमित होता है। प्राकृतिक शांत परिवेश रे कॉलेज अवस्थित। प्रत्येक 3 मासरे अभिभावक मानक नहीं छात्र छात्री मानक अध्ययनरत उन्नति निमंते बैठक रखा जाय थाए। आर्थिक अनग्रसर पिलांक पई कॉलेज तरफरु स्वतंत्र स्कॉलरशिप व्यवस्था करा जायछि। तेबे आउ डेरी काहेकि एडमिशन नेबा पई जोगाजोग करंतु 7537 902647 9853 608113